ସକାଳ ସମୟ ଥିଲା ଏବଂ କିଛି ଲୋକ ଏକ ଛୋଟ ଅଞ୍ଚଳର ଏକ କିରାଣୀ ଦୋକାନରେ କିଣାକିଣି କରୁଥିଲେ। ଦୋକାନ ଚଳୁଥିବା ଯୁବକ କମଳଙ୍କ କାମରେ ବ୍ୟସ୍ତ ଥିଲା। ବିଲ୍ ତିଆରି କରୁଥିଲା ଏବଂ ଜିନିଷ ଦେଉଥିଲା। ଯେତେବେଳେ ଜଣେ ବୟସ୍କ ମହିଳା ଦୋକାନ ପାଖକୁ ଆସିଲେ, ତାଙ୍କ ହାତରେ 20 ଟଙ୍କାର ନୋଟ୍ ଥିଲା। ନିଅ ପୁଅ, ତୁମର 20 ଟଙ୍କା। କମଳ ଆଶ୍ଚର୍ଯ୍ୟ ହୋଇ କହିଲେ, 20 ଟଙ୍କା? କିନ୍ତୁ ମୁଁ ତୁମଠାରୁ କୌଣସି ଟଙ୍କା ନେଇ ନାହିଁ। ଆମା, ସେ ହସି ହସି କହିଲା, ଗତକାଲି ମୁଁ ତୁମଠାରୁ 80 ଟଙ୍କାର ଜିନିଷ କିଣିଥିଲି। ମୁଁ ତୁମକୁ 100 ଟଙ୍କାର ନୋଟ୍ ଦେଇଥିଲି। ତୁମେ ମଝି ନୋଟ୍ ବଦଳରେ ଭୁଲରେ 2ଟି 20 ଟଙ୍କାର ନୋଟ୍ ଦେଇଥିଲ। ଏଗୁଡ଼ିକ ସେହି 20 ଟଙ୍କା। ପୁଅ, କମଳ ଟିକିଏ ହସି କହିଲା, ଓହୋ, ଗତକାଲି ଟପ୍ 10 ଟଙ୍କା ମୂଲ୍ୟର ସାମଗ୍ରୀ ଉପରେ ମଧ୍ୟ ସେ ସଉଦା କରୁଥିଲା ଏବଂ ଆଜି ସେ 20 ଟଙ୍କା ଫେରାଇବାକୁ ଆସିଛି। ପୁଅ, ସଉଦା କରିବା ପରେ କମ୍ ଟଙ୍କା ଦେବା ପାପ ନୁହେଁ, ଏହା ହୋଇଥାନ୍ତା। କିନ୍ତୁ କାହାର ଅଧିକାର ହଡପ କରିବା ଏକ ବଡ଼ ପାପ ଏବଂ ମୁଁ ତୁମଠାରୁ 20 ଟଙ୍କା ଅଧିକ ପାଇଲି, ଏହା ମୋତେ କ'ଣ ଫରକ ପକାଇବ? ଯେତେବେଳେ ମୁଁ ଯାଏ, ମୋ ମନରେ ଏକ ବୋଝ ଥାଏ। ତୁମେ ରୁହ। ଏଠାରୁ 5-6 କିଲୋମିଟର ଦୂର ଅମରପଲ୍ଲୀରେ ଥିବା କମଳ ତାଙ୍କ ମା'ଙ୍କୁ 20 ଟଙ୍କା ଫେରସ୍ତ କରୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଆଖି ଆର୍ଦ୍ର ହୋଇଗଲା। ମୋ ମନକୁ ଶାନ୍ତି ଦରକାର ଥିଲା। ପୁଅ, ମୋ ସ୍ୱାମୀ ସେନାରେ ଶହୀଦ ହୋଇଥିଲେ। ସେ ମୋତେ ଶିଖାଇଥିଲେ ଯେ ସଚ୍ଚୋଟତା ହେଉଛି ସବୁଠାରୁ ବଡ଼ ସମ୍ପତ୍ତି। ଜଣେ ବ୍ୟକ୍ତି ନୀରବ ରହିପାରିବ ଏବଂ ଭଗବାନ ଯେକୌଣସି ସମୟରେ ହିସାବ ମାଗିପାରିବେ। କମଳ ହାତରେ 20 ଟଙ୍କା ଧରି ସେ ଚାଲିଗଲା। କମଳ ବହୁତ ସମୟ ପର୍ଯ୍ୟନ୍ତ ସେ ସ୍ତ୍ରୀ ଲୋକଟିକୁ ଚାହିଁ ରହିଲା। ତାଙ୍କ ମୁହଁରେ ଏକ ଅଜବ ଭାବନା ଥିଲା। ଏହା ଏପରି ଥିଲା ଯେପରି କେହି ତାଙ୍କୁ କିଛି ମୂଲ୍ୟବାନ ଶିକ୍ଷା ଦେଇଥିଲେ। ପରଦିନ ସକାଳେ କମଳ ପାଖ ସେଠଜୀଙ୍କ ବାସଭବନକୁ ଗଲେ। ସେଠଜୀ ଖବରକାଗଜ ପଢ଼ୁଥିଲେ। ହେଲୋ ଭାଇ, ଆଜି ସକାଳେ ମୁଁ ମୋ ଘରେ ଅଧିକ ଟଙ୍କା ରୋଜଗାର କରିଛି। ଗତକାଲି ମୁଁ ତୁମର ସମସ୍ତ ପୂର୍ବ ଆକାଉଣ୍ଟ ପୂରଣ କରିଥିଲି। କମଳ ତାଙ୍କ ପକେଟରୁ ଏକ ଲଫାପା ବାହାର କଲେ। ହଁ, ତୁମେ ଆକାଉଣ୍ଟ କରିଥିଲ, କିନ୍ତୁ ମସଲା ରଖିଥିବା ମୋର ଭୁଲ ଥିଲା। ମୁଁ ଆଉ 700 ଟଙ୍କା ପାଇଁ ଜିଦ୍ ଧରିଥିଲି। ଚାଲ ଆପଣଙ୍କ ସହିତ ଆରମ୍ଭ କରିବା। ତୁମେ ପରବର୍ତ୍ତୀ ମାସର ହିସାବ ପାଇଁ ଦୋକାନ ଛାଡ଼ି କାହିଁକି ହିସାବ ସେଟେଲ? ପୂର୍ବରୁ ମୁଁ ବି ଏମିତି ଭାବୁଥିଲି, କିନ୍ତୁ ତାପରେ ମନେ ପଡ଼ିଲା, ଆମେ ମଣିଷ ଏବଂ ଆମେ ଭୁଲିଯାଉ, କିନ୍ତୁ ସର୍ବୋପରି ସେ କେବେ ଭୁଲନ୍ତି ନାହିଁ। ମୁଁ ଜାଣିନାହିଁ କେବେ ଡାକ ଆସିବ, ତେଣୁ ହିସାବ ସର୍ବଦା ସ୍ଥିର ହେବା ଉଚିତ। ସେଠଜୀ ନିର୍ବାକ ରହିଲେ ଏବଂ କମଳକୁ ଯିବାକୁ ବହୁତ ସମୟ ଧରି ଦେଖୁଥିଲେ। ଦିନ ବିତିବା ସହିତ ସଚ୍ଚୋଟତାର ଏହି ଲହରୀ ଏକ ଶୃଙ୍ଖଳରେ ପରିଣତ ହେଲା। କିଛି ଦିନ ପରେ ମୁଁ ଆମାଙ୍କ ଘରକୁ ଆସିଲି। ମା, ତୁମେ ମୋତେ ଜାଣିନାହଁ, କିନ୍ତୁ ତୁମ ସ୍ୱାମୀ ମୋତେ ଜାଣନ୍ତି। ହଁ, କୁହ। ବହୁ ବର୍ଷ ପୂର୍ବେ ମୁଁ ତାଙ୍କଠାରୁ 1 ଲକ୍ଷ ଟଙ୍କା ଋଣ ନେଇଥିଲି। ତାପରେ ସେ ଜୋରଦାର ଡ୍ୟୁଟିରେ ଯାଇଥିଲେ ଏବଂ ଆଉ ଫେରି ନଥିଲେ। ସେ ଚାଲିଯିବା ପରେ ମୁଁ ଲୋଭୀ ହୋଇଗଲି ଏବଂ ଟଙ୍କା ଫେରସ୍ତ କଲି ନାହିଁ। କିନ୍ତୁ ଆଜି କେହି ଜଣେ ମୋ ଆଖି ଖୋଲିଦେଲେ। ଏହା ମୋତେ ମନେ ପକାଇ ଦେଲା ଯେ ଯଦି ଜଣେ ବ୍ୟକ୍ତି ଭୁଲିଯାଏ, ପରମେଶ୍ୱର ଭୁଲି ପାରିବେ ନାହିଁ। ସେ ସର୍ବଦା ଏହାର ଏକ ଅଂଶ ହୋଇପାରିବେ। ତେଣୁ ମୁଁ ମୋର ଋଣ ପରିଶୋଧ କରିବାକୁ ଆସିଛି। ସେ ଆମାଙ୍କ ହାତରେ ଲଫାପାଟି ଦେଲେ। ଆରେ, ଏତେ ଟଙ୍କା? ମୂଳଟି 1 ଲକ୍ଷ ଥିଲା, କିନ୍ତୁ ଏତେ ବର୍ଷର ପ୍ରୟାସ ପରେ ଏହା ସଠିକ୍ ପରିମାଣ। ମୋ ମନ ହାଲକା ଲାଗିଲା। ମା, ସେ ଚାଲିଗଲେ। ଆମାଙ୍କ ଆଖିରୁ ଲୁହ ଗଡ଼ି ଆସିଲା। ସେ ଆକାଶ ଆଡ଼କୁ ଚାହିଁଲେ ଏବଂ କମ୍ ସ୍ୱରରେ କହିଲା, କୁହାଯାଏ ଯେ ଭଲ ପଣିଆ ନିଶ୍ଚିତ ଭାବରେ ଫେରିଆସେ। ସେହି ଦିନଠାରୁ ପଡ଼ୋଶୀରେ ଏକ ନୂତନ କଥା ପ୍ରଚଳିତ ହେବା ଆରମ୍ଭ କଲା। ଏହି ଦୁନିଆରେ ଜଣେ ବ୍ୟକ୍ତିଙ୍କ ହିସାବ ହଜିଯାଇପାରେ, କିନ୍ତୁ ଈଶ୍ୱରଙ୍କ ନୁହେଁ। ତେଣୁ ପ୍ରତ୍ୟେକ ସମ୍ପର୍କ ଏବଂ ପ୍ରତ୍ୟେକ କାରବାରକୁ ପୂର୍ଣ୍ଣ ରଖ, କାରଣ ପରମେଶ୍ୱର କେବେ ବି ତାଙ୍କ ହିସାବ ଭୁଲ କରନ୍ତି ନାହିଁ। ଏବେ ଦେଖିବା, ଏହି କାହାଣୀରୁ ଆମେ କେଉଁ ସବୁଠାରୁ ବଡ଼ ବାର୍ତ୍ତା ପାଇଲୁ? ଜୀବନର ଉଦ୍ଦେଶ୍ୟ ହେଉଛି ଅଧିକ ଟଙ୍କା ରୋଜଗାର କରିବା। ଯଦି ଭୁଲଟି ଛୋଟ ଥାଏ, ତେବେ ଏହାକୁ ଭୁଲିଯିବା ଉଚିତ।
ସଚ୍ଚୋଟତା ଏବଂ ସତ୍ୟତାର ସହିତ କରାଯାଇଥିବା କାମ ମନକୁ ଶାନ୍ତି ଦିଏ। ଅନ୍ୟମାନଙ୍କ ଭୁଲ ଉପରେ ନୀରବ ରହିବା ବୁଦ୍ଧିମାନର କାମ। ଏହା ହେଉଛି ସଠିକ୍ ଉତ୍ତର। କମେଣ୍ଟରେ ଲେଖି ଆପଣଙ୍କ ମତାମତ ଜଣାନ୍ତୁ। ଯଦି ଭିଡ଼ିଓଟି ପସନ୍ଦ ଆସିଥାଏ ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ପୁଣି ଦେଖା ହେବ ଆଗାମୀ ଅଧ୍ୟାୟ।